ହସିବାକୁ ଟିକେ ମନା କରାହେଇଛି ତ ଯାଇ ଏକେ ତାକୁ ନାତୁଣୀ ଚିଠି ସିନା ପଡ଼ା କି ଚିଠି ପଢ଼ି ସାରି ଅଛି ଯାବ କି ଏଇ ମଧୁମତା କି ଯାତ୍ରା ଉଚ୍ଛନ ହବନି କିଲୋ ଫୁଲ ତୁମ ଯେତେବେଳେ କଳ ସାଇକେଲ ଠେଲି ପାରିବୁ ଖାଲି ମୋ କଚି ହେଇଯିବୁ ସିନା ଦେଖେ ତାକୁ ଦେଖା 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 ଭଲ ଗୀତ ଟେକି ଦେଖା ସତ ଦେଖିଲେ ଆହା ଶଳା ବାହା ପତ୍ର କାଟୁଛି ଆରେ ସାବୁନ ମାଇଲେ ବି କାଟୁଛି ଗଲା ବର୍ଷ ଏଇଦିନ ଜଣକୁ କ୍ଷୀର କରିଥିଲି ଆଜି ତାର ଉଠି ନାହିଁ ଯାଉ ଦୀର୍ଘ ବର୍ଷ ପରେ ଇଏ ହସ ଟିକ ପୁଣି ଆସିଲି ଆଜି ଭାରି ଆନନ୍ଦ ଲାଗୁଛି ଆଜି ଯେମିତି ମୋ ନିଜ ଲୋକ ଛୁଇଁରେ ମଞ୍ଚରେ ବସି ମୋତେ ଏ ସମ୍ମାନଟା ଦେଇଛନ୍ତି ତେଣୁ ମୁଁ ଆଉ ଥରେ ଧନ୍ୟବାଦ ଜଣାଉଛି ଆଉ ଦର୍ଶକମାନଙ୍କୁ ମଧ୍ୟ ପ୍ରଣାମ ଜଣାଉଛି କାରଣ ତାଙ୍କରି ସକାଶେ ଆମେ ଆଜି ଉଠିଛୁ ତାଙ୍କ ପ୍ରଯୋଜକ ଏବଂ ଟେକ୍ନିସିଆନ୍ ଯେତେ ଅଛନ୍ତି ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ମଞ୍ଚାସୀନ ବରଣ୍ୟ ଅତିଥିମାନଙ୍କୁ ମଧ୍ୟ ମୋର ଆନ୍ତରିକ ଶୁଭେଚ୍ଛା ଯଥାମାନ୍ୟରେ ତାଙ୍କୁ ଗ୍ରହଣ କରିବେ ବୋଲି ମୋର ଆଶା ଆଉ ବିଶ୍ୱାସ ଚଳଚ୍ଚିତ୍ର ଗୋଟିଏ ଏମିତି ଜିନିଷ ମାନେ ଯେମିତି वो काल गाई वो बेड़ गाई जहाँ पर चुंबा दी वहाँ पर बाड़ हुई समय था ଯେତେବେଳେ ସମସ୍ତେ ଆମକୁ ଦେଖି ଆନନ୍ଦ ଉପଭୋଗ କରୁଥିଲେ ଚାରି ପିଢ଼ିର ଲୋକଙ୍କୁ ହସି ହସି ଆସିଛୁ ଏବେ ବି ଓଡ଼ିଶାର ପୁରପଲ୍ଲୀରୁ ବିଭିନ୍ନ ଜାଗାରୁ ଫୋନ୍ ଆସେ ଜୟ ଭାଇ କେମିତି ଅଛ ଚଳଚ୍ଚିତ୍ରରେ କାହିଁ ଦେଖାହୁନା ସେଇ ଓ କାଳ ଗାଇ ଓ ବେଳ ଗାଇ ସେ ସମୟ ଅତିବାହିତ ହୋଇଯାଇଛି ହେଲେ କ'ଣ ହେବ କିଛି ହେଇପାରୁନି ଆଜି ଏମ୍ ହେଉଛନ୍ତି ମୋଦି ଏମ୍ ହେଉଛନ୍ତି ମୋହନ ଚନ୍ଦ୍ର ଗୋସ୍ୱାମୀ ଏମ୍ ହେଉଛନ୍ତି ମୋହନ ମାଝୀ ଆଉ ସଭା ଶେଷରେ ମୁଁ ରହିଯାଇଛି ଜୟରାମ ମୋର ରହିଯାଇଛି ତେଣୁ ଦୀର୍ଘ ବର୍ଷ ପରେ ଏ ସରକାର ଆସିବା ପରେ ଆଜି ମୋତେ ଉଦ୍ବୋଧନ ନିଜକୁ ଲାଗୁଛି ଯେ ଚଳଚ୍ଚିତ୍ର ଶିଳ୍ପ ଆଗକୁ ନିହାତି ବଢ଼ିବ କାହିଁକିନା କଳାକାରମାନେ ନିଶ୍ଚୟ ୟା ଦେହରେ ବହୁତ କିଛି ସାହାଯ୍ୟ ପାଇବେ ବାବୁ ଭାଇ ଅଛନ୍ତି ଆଉ ପ୍ରଭାତୀ ମ୍ୟାଡ଼ାମ୍ ମଧ୍ୟ ଅଛନ୍ତି ସେମାନେ ନିହାତି କିଛି ଗୋଟେ କରିବେ ବୋଲି ଆଶା ଆଉ ମୋହନ ମାଝୀ ତ ଯାହା କୁହନ୍ତୁ ସେ ଘରେ ଘରେ ପରିବର୍ତ୍ତନ ହେଇଗଲେଣି ଯାଉ ଜଗନ୍ନାଥଙ୍କ ଆଶୀର୍ବାଦରୁ ଏମିତି ଚାଲିଥାଉ ଏହି ସ୍ନେହ ଥାଉ ଦିନ ସରିଯାଉ ଏ କଳା ସଂସ୍କୃତି ଏମିତି ବଞ୍ଚି ରହୁ ଜୟ କଳା ହସିବାକୁ ଟିକେ ମନା କରାହେଇଛି ତ ଯାଇ ଏକେ ତାକୁ ନାତୁଣୀ ଚିଠି ସିନା ପଡ଼ା କି ଚିଠି ପଢ଼ି ସାରି ଅଛି ଯାବ କି ଏଇ ମଧୁମତା କି ଯାତ୍ରା ଉଚ୍ଛନ ହବନି କିଲୋ ଫୁଲ ତୁମ ଯେତେବେଳେ କଳ ସାଇକେଲ ଠେଲି ପାରିବୁ ଖାଲି ମୋ କଚି ହେଇଯିବୁ ସିନା ଦେଖେ ତାକୁ ଦେଖା 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 ଭଲ ଗୀତ ଟେକି ଦେଖା ସତ ଦେଖିଲେ ଆହା ଶଳା ବାହା ପତ୍ର କାଟୁଛି ଆରେ ସାବୁନ ମାଇଲେ ବି କାଟୁଛି ଗଲା ବର୍ଷ ଏଇଦିନ ଜଣକୁ କ୍ଷୀର କରିଥିଲି ଆଜି ତାର ଉଠି ନାହିଁ ଯାଉ ଦୀର୍ଘ ବର୍ଷ ପରେ ଇଏ ହସ ଟିକ ପୁଣି ଆସିଲି ଆଜି ଭାରି ଆନନ୍ଦ ଲାଗୁଛି ଆଜି ଯେମିତି ମୋ ନିଜ ଲୋକ ଛୁଇଁରେ ମଞ୍ଚରେ ବସି ମୋତେ ଏ ସମ୍ମାନଟା ଦେଇଛନ୍ତି ତେଣୁ ମୁଁ ଆଉ ଥରେ ଧନ୍ୟବାଦ ଜଣାଉଛି ଆଉ ଦର୍ଶକମାନଙ୍କୁ ମଧ୍ୟ ପ୍ରଣାମ ଜଣାଉଛି କାରଣ ତାଙ୍କରି ସକାଶେ ଆମେ ଆଜି ଉଠିଛୁ ତାଙ୍କରି କରତାଳି ଆମକୁ ଏଇ ଦୂର ଆଣିଛି ଆଜି ଯେଉଁ ସମ୍ମାନଟି ପାଉଛୁ ଏ ସମ୍ମାନ ହକଦାର ହେଉଛନ୍ତି ସେମାନେ ସେଇ ମୋତେ ଦେଇଛନ୍ତି ନହେଲେ ଆଉ କିଛି ନାହିଁ ଜୟ ଜଗନ୍ନାଥ ଜୟ କଳା कोटी धन्यवाद आम समस्त प्रिय हास्य अभिनेता
श्रीजुक्त जयराम सामल महोदय को Joy bhai, we love you. I love you too. हस उपरे किछि जीआई टैग